ମହାନ ଗାଳ୍ପିକ ମହାପାତ୍ର ନୀଳମଣି ସାହୁଙ୍କ ରଚିତ ଗଳ୍ପଟିର ବିଶେଷ ଶୀର୍ଷକ ବିହଙ୍ଗ ବିପ୍ଳବ। ଥର ଥର କରି 3 ଥର ଆମ୍ବ ଗଛର ଡାଳରେ ବସା ବାନ୍ଧିଲାଣି ହଳଦୀ ବସନ୍ତ। ମାତ୍ର 3 ଥର ଯାକ ବୁଢ଼ା ମାଙ୍କଡ଼ ସେଇ ଡାଳରେ ଡେଇଁ ତା ବସାକୁ ଭାଙ୍ଗି ଦେଇଛି। ଯେତେ କାକୁତି ମିନତି କରି କହିଲେ ବି ବୁଢ଼ା ମାଙ୍କଡ଼ ତା କଥା ଶୁଣିବାକୁ ନାହିଁ। ମା ହଳଦୀ ବସନ୍ତ ମୁଣ୍ଡରେ ଭାରି ଚିନ୍ତା ମାଡ଼ି ପଡ଼ିଛି। ବସନ୍ତ ଋତୁ ବା ଆଉ କେତେ ଦିନ ରହିବ? ସାହାଡ଼ା ଗଛମାନଙ୍କରେ ଫୁଲ କଷି ଧରିଲାଣି। ଆଉ ଅଳ୍ପ ଦିନରେ ପାଚି ହଳଦୀ ଗୁରୁ ଗୁରୁ ଦିଶିବ। ବୁଦାମାନଙ୍କରେ ଶଗଡ଼ ପାଟୁଆ କୋଳି ପାଚି ଲାଲ ଟହଟହ ଦିଶିବ। ସେତେବେଳକୁ ଯଦି ଛୁଆ ହୋଇଯାଇଥିବେ ତେବେ ସିନା ସେମାନଙ୍କ କୁନି କୁନି ଥଣ୍ଟରେ ଏଇସବୁ ମିଠା ପାଚିଲା କୋଳି ଆଧାର ଦେବି, ଛୁଆ ସବୁ ଚଞ୍ଚଳ ବଢ଼ିଯିବେ। କିନ୍ତୁ ଏ ପର ଘରଭଙ୍ଗା ବୁଢ଼ା ମାଙ୍କଡ଼ ତ ମୂଳରୁ ବସା ରଖାଇ ଦେଉନାହିଁ। ସେ ଅଣ୍ଡା ଦେବ କେବେ? ଆଉ ଛୁଆ ଫୁଟିବେ କେବେ? ପୁରୁଷ ହଳଦୀ ବସନ୍ତଟି କୁଆଡ଼ୁ ବୁଲି ବୁଲି ଆସି ମା ହଳଦୀ ବସନ୍ତ ପାଖେ ବସିଲା। ତାର ହଳଦିଆ ସୁନା ଦେହଟି ଖରାରେ ମଳିନ ଦିଶୁଥାଏ। କହିଲା, ବୁଝିଲ, ଆଖପାଖରେ ଆଉ କୋଉ ଗଛ ଖାଲି ନାହିଁ। ଅନ୍ୟ ଚଢ଼େଇମାନେ ସବୁ ଗଛରେ ବସା ବାନ୍ଧି ଅଣ୍ଡା ଦେଇ ସାରିଲେଣି। କେତେକ ଅଣ୍ଡା ଉଷୁମାଉଛନ୍ତି, ଆଉ କେତେକଙ୍କର ଛୁଆ ବି ଫୁଟିଲେଣି। ଆଉ ଏବେ କ'ଣ କରିବା କହିଲ? ମା ହଳଦୀ ବସନ୍ତ ଦୁଃଖରେ କାନ୍ଦି ପକାଇଲା। କାନ୍ଦି କାନ୍ଦି କହିଲା, ସେଇ ନିଆଁଗିଳା ବୁଢ଼ା ମାଙ୍କଡ଼କୁ ଜବତ କରିବା ପାଇଁ କ'ଣ ଏଠି କେହି ବୋଲି ନାହିଁ? ଏଇ ସମୟରେ ସେମାନଙ୍କର ବନ୍ଧୁ ଡାମରା କୁଆ କୁଆଡ଼ୁ ହଠାତ୍ ଆସି ପହଞ୍ଚିଗଲା। ସବୁ ଶୁଣିସାରି ସେ କହିଲା, ତୁମେମାନେ ବଡ଼ ଭୀରୁ, ବୁଢ଼ା ମାଙ୍କଡ଼ଟାକୁ ଜବତ କରିପାରୁନାହଁ। ଆମେ କାଉମାନେ କାହାରି ଅତ୍ୟାଚାର ସହୁନାହୁଁ। ଆମ ପ୍ରତି କିଏ ଖରାପ ବ୍ୟବହାର କଲେ ଆମେ ତାକୁ ଥଣ୍ଟରେ ଖୁମ୍ପି ଆଉ ନଖରେ ବିଦାରି ଅସ୍ତବ୍ୟସ୍ତ କରିଦେଉ। ସର୍ବସାଧାରଣ ରାସ୍ତା ଉପରେ ସମସ୍ତେ ମିଶି ବଡ଼ ପାଟିରେ ତାକୁ ଗାଳି ଦେଉ। ତାର ଇଜ୍ଜତ ମହତ୍ ସାରିଦେଉ। ସେଥିପାଇଁ ତ ବୁଢ଼ା ମାଙ୍କଡ଼ ଆମ ବସା ମାଡ଼େ ନାହିଁ। ପୁରୁଷ ହଳଦୀ ବସନ୍ତ କହିଲା, ଆଉ କ'ଣ କରିବୁ କହ? ତାକୁ ଯେତେ ନେଉରା ହୋଇ କହିଲୁ ସେ କ'ଣ ଶୁଣୁଛି? ଆମେ ହେଲୁ ଗାୟକ ଜାତି। ବସନ୍ତ ଋତୁରେ ଗୀତ ବୋଲିବା ଆମ କାମ। ଆମେ ତ ଆଉ ତୁମ ଭଳି ଲଢ଼ୁଆ ଜାତି ନୋହୁଁ। ଏହି ସମୟରେ ଆକାଶରେ ଶୁଭିଲା, ଚିଡ଼ିଂ ଚିଡ଼ିଂ ଚିଡ଼ିଂ। କାଉ ତାର ଡୋଳା ଦୁଇଟାକୁ ବୁଲାଇ ଉପରକୁ ଥଣ୍ଟ ଟେକି କହିଲା, ଓ ଗାଙ୍ଗୋଇ ମହାରାଜ ପରା, ଆସିବା ହେଉ, ଆସିବା ହେଉ। ଗାଙ୍ଗୋଇ ଆସି କାଉ ପାଖେ ବସିଲା। କାଉ ପଚାରିଲା, ଆଉ ସବୁ ଖବର କ'ଣ ଗାଙ୍ଗୋଇ ମହାରାଜ? ଆଜିକାଲି ତ ତୁମ୍ଭମାନଙ୍କର କଚେବାର ଗାଡ଼ିଆ ପୋଖରୀ ତ ଶୁଖି ଆସିଲାଣି। ମାଛ ଦିଟା ଭଲ ମିଳୁଥିବ ଆଉ। ଚିଡ଼ିଂ ଚିଡ଼ିଂ ଚିଡ଼ିଂ। ଗାଙ୍ଗୋଇ କହିଲା, ନାଇଁ ହୋ, ମଣିଷଙ୍କ ପେଟକୁ ତ ସବୁ ନିଅଣ୍ଟ ପଡ଼ିଲାଣି। ଗାଡ଼ିଆ ପୋଖରୀରେ ଆଜିକାଲି କୁଜି ଗେଣ୍ଡାଟିଏ ବି ମିଳିବା କଷ୍ଟକର। ତାପରେ ହଳଦୀ ବସନ୍ତ ଉଦ୍ଦେଶ୍ୟରେ କହିଲା, ହଳଦୀ ବସନ୍ତ ଭାଇ, ଏ ଚାରିଆଡ଼େ ଏତେ ରଙ୍ଗର ଫୁଲ, ଏତେ ପ୍ରକାର କୋଳି, ଆଉ ଏତେ ସୁନ୍ଦର ପବନ। ଗାଅ ଦେଖି ଗୋଟାଏ ଗୀତ, ତୁମର ସେଇ ମନମତାଣିଆ କୁଳୁରୁ କୁଳୁ ସ୍ୱରରେ। ଅନେକ ଦିନୁ ଭଲ ଗୀତଟିଏ ଶୁଣାଯାଇ ନାହିଁ। ହଳଦୀ ବସନ୍ତ ତାର ଦୁର୍ଦ୍ଦଶା ବିଷୟରେ କିଛି କହିବା ପୂର୍ବରୁ ସେମାନଙ୍କ ପ୍ରତି ବୁଢ଼ା ମାଙ୍କଡ଼ କିପରି ଅତ୍ୟାଚାର କରୁଛି ସେ କଥା ବର୍ଣ୍ଣନା କରି କାଉ କହିଲା, ଗାଙ୍ଗୋଇ ମହାରାଜ, ଏଥକୁ ଉପାୟ କ'ଣ କୁହ? ହଳଦୀ ବସନ୍ତ, ସାରି, କୋଇଲି ହେରିକା ହେଲେ ଆମ ଭିତରେ ଶିଳ୍ପୀ। ପକ୍ଷୀ ଜାତିର ସଭ୍ୟତା ସଂସ୍କୃତି ଏଇମାନଙ୍କ ଯୋଗୁଁ ବଞ୍ଚିଛି। ଏମାନଙ୍କୁ ସାହାଯ୍ୟ ନ କଲେ ଆମ ଜୀବନଟା ବୃଥା ଭାଇ। କେହି ଜାଣନ୍ତି ନାହିଁ ବଗ କେତେବେଳୁ ଆସି ସେମାନଙ୍କଠାରୁ ଅଳ୍ପ ଦୂରରେ ଗୋଟାଏ ଥୁଣ୍ଟା ଗଛର ଡାଳରେ ଦୁଇ ପଟକୁ ଡେଣା ମେଲାଇ ଗୁମ୍ ମାରି ବସିଛି। ବଗ ସବୁଦିନେ ଗମ୍ଭୀର। କାହା ସଙ୍ଗେ ବେଶୀ କଥାବାର୍ତ୍ତା କରେ ନା କି ମିଳାମିଶା ମଧ୍ୟ କରେ ନା। ନିଜକୁ ବଡ଼ ଧାର୍ମିକ ବ୍ୟକ୍ତି ବୋଲି ସବୁବେଳେ ପରିଚୟ ଦେଇ ବୁଲେ। କିନ୍ତୁ ଶୁଆ କହେ, ଆରେ ବଗ ଗୋଟେ ମସ୍ତ ବଡ଼ ଠକ, ସ୍ୱାର୍ଥପର। ପାଣିକୁ ଆସିନା ବୁଡ଼ି ବୁଡ଼ି ମାଛ ଖାଏ। ବଗ ଧ୍ୟାନ କଲା ଭଳି ବସିଥିବ, ହେଲେ ଅସଲରେ ଛକି ଥିବ। ମିନଟିଏ କେତେବେଳେ ମୁଣ୍ଡ ଟେକିବ ତାକୁ ମାଡ଼ି ବସିବ।
ସାରି କହେ, ଆରେ ବଗ ଟିକେ ଗୋରା ବୋଲି ତା ମନରେ ଭାରି ଗର୍ବ। କଳା ଓ ଅନ୍ୟ ରଙ୍ଗର ଚଢ଼େଇମାନଙ୍କୁ ସେ ଘୃଣା କରେ। କାଉ କଳା ତ, ତେଣୁ ବଗ ତାକୁ ପାଖ ପୁରାଏ ନାହିଁ। ପକ୍ଷୀ ଜଗତର ଶ୍ରେଷ୍ଠ ସ୍ୱରଶିଳ୍ପୀ କୋଇଲିର ରଙ୍ଗ କଳା ବୋଲି ତାକୁ ମଧ୍ୟ ବଗ ଖାତିର କରେ ନା। ତା ମନରେ କଳା ଗୋରା ଭେଦଭାବ ଖୁବ୍ ବେଶୀ। କାଉ ଏଡ଼େ ପାଟିରେ କଥା କହୁଥିବା ଶୁଣି ବଗ ଆଉ ସହିପାଇଲା ନାହିଁ। ସେ ଉଦ୍ଧତ କଣ୍ଠରେ ବିଦ୍ରୂପ କରି କହିଲା, କକ୍ 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 କକ୍। ହେ ମୂର୍ଖ କଳା କାଉ, ବେଶୀ ଗୁଡ଼ାଏ ରାଉ ରାଉ ହୁଅ ନାହିଁ। ଶିଳ୍ପୀମାନଙ୍କ ପାଇଁ ତୋର ହୃଦୟ କେବେଠାରୁ ଏତେ ବ୍ୟାକୁଳ ହେଲା? ଏଇ ହଳଦୀ ବସନ୍ତ, କୋଇଲି ଆଦି ଶିଳ୍ପୀମାନଙ୍କ ପାଇଁ ମୋର ତିଳାର୍ଦ୍ଧେ ହେଲେ ଦୟାମାୟା ନାହିଁ। ଏମାନେ ହେଲେ ବିଦେଶୀ। ବର୍ଷଯାକ ଏମାନେ କେଉଁଠି ଥାନ୍ତି? ଏମାନେ ଜନ୍ମଭୂମିର ଖରା ସହିବେ ନାହିଁ, ବର୍ଷା ସହିବେ ନାହିଁ, ଶୀତ ମଧ୍ୟ ସହିବେ ନାହିଁ। ଏଇ ବସନ୍ତ ଋତୁ ଆସିଲେ ଦଳ ଦଳ ହୋଇ ଆସି ନାନା ରଙ୍ଗ ଦେଖାଇ ଆମ ଆହାର ଉପରେ ଭାଗ ବସାଇବେ। ଏମାନଙ୍କର ଭଲା ଜନ୍ମଭୂମି ପ୍ରତି ମମତା ଅଛି? ହଳଦୀ ବସନ୍ତ ବଗର ଏଇ ଅପବାଦରେ ଭାରି ଦୁଃଖିତ ହେଲା। ଟିକିଏ ରାଗିଗଲା ମଧ୍ୟ। ତଥାପି ତାର ସ୍ୱଭାବ ସୁଲଭ ମଧୁର ଗଳାରେ କହିଲା, ଦେଖ ଭାଇ ବଗ, ଆମେ ହେଲୁ ଶିଳ୍ପୀ। ସମଗ୍ର ବସୁଧା ଆମର ଜନ୍ମଭୂମି। ଆମେ କାହାକୁ ପର ଭାବୁନାହୁଁ, ସମସ୍ତେ ଆମ ନିଜର। କିନ୍ତୁ କାଉକୁ ତ ଏତେ କଅଁଳେଇ କରି କଥା କହି ଆସେ ନା। ସେ କର୍କଶ ଭାବେ ଭର୍ତ୍ସନା କରି କହିଲା, ତୁମେ ଅତି ସ୍ୱାର୍ଥପର, ଅସାମାଜିକ ଓ ଅହଙ୍କାରୀ। ବିପଦ ବେଳେ ପଡ଼ୋଶୀମାନଙ୍କୁ ସାହାଯ୍ୟ କରିବା ଦୂରେ ଥାଉ, ଯିଏ ଏଭଳି ଅସହିଷ୍ଣୁ ଭାବ ଦେଖାଏ ସେ ଅତି କ୍ଷୁଦ୍ରମନା। କାଉ କଥା ଶୁଣି ସବୁ ଚଢ଼େଇ ଏକାଥରକେ ବୋବାଇ କହିଲେ, କା 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 ଚିରିଂ 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 କୁଳୁ 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 କୁଳୁ। ସମ୍ମିଳିତ ଭାବେ ସେମାନେ ବଗର ସ୍ୱଭାବକୁ ନିନ୍ଦା କଲେ। ବଗ ଅପମାନରେ ସେଠୁ ଉଠି ଚାଲିଗଲା। ଏହି ସମୟରେ କୁଆଡ଼ୁ ଆସି ସେଠି ପହଞ୍ଚିଗଲା କଜଳପାତି। ତାକୁ ଦେଖି ସବୁ ଚଢ଼େଇ ପୁଣି ଥରେ ବୋବେଇ ଉଠି ସ୍ୱାଗତ ଜଣାଇଲେ। କଜଳପାତି ପକ୍ଷୀ ସମାଜରେ ମଧ୍ୟସ୍ଥର କାମ କରେ। ଭଲ ଲୋକୀ କରି କଳିକଜିଆ ମଧ୍ୟ ମେଣ୍ଟାଇ ଦିଏ। ଭଲରେ ନ ମେଣ୍ଟିଲେ କଜଳପାତି ନିଜର ଶକ୍ତି ଖଟାଇବାକୁ ମଧ୍ୟ ଭୁଲେ ନାହିଁ। ତାର ଟାଣୁଆ ମୁନିଆ ଥଣ୍ଟରେ ସେ ଛେଳି, ମେଣ୍ଢା, ଗୋରୁ ଗାଈଙ୍କ ପିଠିକି ମଧ୍ୟ ହାଣି ଖଣ୍ଡିଆ କରିଦିଏ। ତେଣୁ ପକ୍ଷୀମାନେ ତାକୁ ଶ୍ରଦ୍ଧା କରନ୍ତି ଯେତିକି, ଭୟ ମଧ୍ୟ କରନ୍ତି ସେତିକି। ଚ୍ୟାଂ 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 ଚ୍ୟାଂ। ଆରେ କଥା କ'ଣ? କଥା କ'ଣ? ହଳଦୀ ବସନ୍ତ ଦୁହିଁଙ୍କ ମୁହଁ ଏମିତି ଶୁଖିଯାଇଛି କାହିଁକି? କାଉ ହଳଦୀ ବସନ୍ତଙ୍କର ସମସ୍ତ ଦୁରବସ୍ଥା ଜଣାଇଲା। ତାପରେ କହିଲା, ଦେଖ ବନ୍ଧୁ, ମା ହଳଦୀ ବସନ୍ତ ନିକଟରେ ଅଣ୍ଡା ଦେବ, ମାତ୍ର ବୁଢ଼ା ମାଙ୍କଡ଼ ତିନି ଥର ସେମାନଙ୍କ ବସା ଭାଙ୍ଗିଦେଲାଣି। ତାର ଦାଉ ବଡ଼ ଅସହ୍ୟ ହେଲାଣି। ସମଦୁଃଖୀ କଜଳପାତି ମାଙ୍କଡ଼ ପାଖକୁ ଗଲା। ବରଗଛରେ ଗୋଟାଏ ଡାଳରେ ବସି ଆଉ ଗୋଟାଏ ଡାଳକୁ ଆଉଜି ବୁଢ଼ା ମାଙ୍କଡ଼ ଘୁମାଉଛି। କଜଳପାତି ତା ମୁଣ୍ଡ ଉପରେ ଚକ୍ର କାଟି ଉଡ଼ି ବୋବାଇ କହିଲା, ଚାଂ 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 ଚାଂ। ବୁଢ଼ା ମାଙ୍କଡ଼ର ନିଦ ଭାଙ୍ଗିଗଲା। ସେ କେତେଥର ତାର ଦୁଇ ଗାଲକୁ କୁଣ୍ଡାଇ ସାରି ବିରକ୍ତିରେ ନାଲି ଆଖି ଦେଖାଇ ପଚାରିଲା, ଖାଁ କାଖେ ଖାଁ କାଖେ। କିଏ ରେ ତୁ? କ'ଣ କହୁଛୁ? ଚାଂ ଚାଂ, ମୁଁ କଜଳପାତି। ବିଚରା ହଳଦୀ ବସନ୍ତର ବସା ଭାଙ୍ଗିଆ କ'ଣ ତୁମର ଉଚିତ ହେଉଛି? ହୁଁ, ଖାଁ କାଖେ। ଉଚିତ ଅନୁଚିତ ମୁଁ ବୁଝେ ନାହିଁ। ଗଛ ଡାଳରେ ଡେଇଁ ବୁଲିବା ମୋର ଅଭ୍ୟାସ। ଆମେ ବଳଶାଳୀ, ଆମର ଯା ଇଚ୍ଛା ଆମେ କରିବୁ, ଜୋର ଜାର ମୁଲକ ତାର। କଜଳପାତି ତାପରେ ବହୁ ପ୍ରକାର ବୁଝାଇଲା, ମାତ୍ର ଗଉଁଆ ମାଙ୍କଡ଼ ତା କଥା ଶୁଣିଲା ନାହିଁ। କଜଳପାତିର ସବୁ କଥା ତାର ଏ କାନରେ ପଶି ସେ କାନରେ ବାହାରିଗଲା। ଶେଷରେ ସେଥିରୁ ନିରସ୍ତ ହୋଇ କଜଳପାତି କହିଲା, ତାହେଲେ ମୁଁ ରାଜାଙ୍କ ପାଖେ ତୁମ ନାମରେ ଫେରାଦ ହେବି। ବୁଢ଼ା ମାଙ୍କଡ଼ ତାଚ୍ଛଲ୍ୟ କରି କହିଲା, ବୁଢ଼ା ମାଙ୍କଡ଼ ତାଚ୍ଛଲ୍ୟ କରି କହିଲା, ଖାଁ କାଖେ, କର ନା ଫେରାଦ। ମୁଁ ତୁମ ରାଜାଙ୍କୁ ଡରୁଛି ନା ମକଦ୍ଦମାକୁ ପରୁଆ କରିଛି? ରାଜାଙ୍କ ଦରବାର। ବିରାଧି ବୀରବର ପ୍ରବଳ ପ୍ରତାପୀ ଶ୍ରୀ ଶ୍ରୀ କଣ୍ଟକଜୀବ ଭଲ୍ଲୁକ ମହାରାଜ ସିଂହାସନ ଉପରେ ଉପବେଶନ କରିଛନ୍ତି। ପାଖରେ ଆଉ ଗୋଟେ ଆସନରେ ବସିଛନ୍ତି ପ୍ରଧାନମନ୍ତ୍ରୀ ମହାଶୟ ଶ୍ରୀଯୁକ୍ତ ହୀନବୁଦ୍ଧି ଜମ୍ବୁକ। ସେନାପତି ଶ୍ରୀଯୁକ୍ତ ତୀକ୍ଷ୍ଣଦନ୍ତ ବୃକ ଚତୁର୍ଦିଗକୁ ଆରକ୍ତ ନୟନରେ ଦୃଷ୍ଟି ବିନିକ୍ଷେପ କରି ଦରବାରରେ ଖଡ଼୍ଗ ହସ୍ତେ ଦତ୍ତ ଭଙ୍ଗୀରେ ଦଣ୍ଡାୟମାନ।
ପାରିଷଦମାନଙ୍କ ମଧ୍ୟରେ ଅରଣ୍ୟର ପଶୁ ଜଗତର କୋକି, କଟାସ, ଠେକୁଆ, ଗୁଣ୍ଡୁଚିମୂଷା, କୁଟ୍ରା ଓ ଝିଙ୍କ ଆଦି, ସରୀସୃପ ଜଗତର ଅଜଗର, ଅହିରାଜ, ଗୋଖର ଓ ଗୋଧି ଆଦି ଏବଂ ପକ୍ଷୀ ଜଗତର ଚିଲ, ଶାଗୁଣା, ମୟୂର, ଶୁଆ, କାକତୁଆ, ପାରା, ପେଚା ଓ ବୁଲବୁଲ ଆଦି ସ୍ୱ ସ୍ୱ ଆସନ ଅଳଙ୍କୃତ କରି ରାଜାଙ୍କର ମୁହଁକୁ ଚାହିଁ ବସିଛନ୍ତି। ସେ ବଣରେ ସିଂହ, ବାଘ ଓ ହାତୀ ନଥିବାରୁ ସମସ୍ତେ ମିଳିମିଶି ଭାଲୁକୁ ରାଜା କରିଛନ୍ତି। ସମସ୍ତଙ୍କର ସମର୍ଥନ ପାଇ ଭାଲୁ ମଧ୍ୟ ନିରଙ୍କୁଶ ଭାବରେ ଶାସନ କାର୍ଯ୍ୟ ଚଳାଉଛି। ଆଜି ଦରବାରରେ ଚାଲିଛି ମାଙ୍କଡ଼ ବିରୋଧରେ ମକଦ୍ଦମା। ତେଣୁ ସମସ୍ତେ ଉଦ୍ଗ୍ରୀବ ହୋଇ ରାଜାଙ୍କ ରାୟ ଶୁଣିବା ପାଇଁ ଅପେକ୍ଷା କରିଛନ୍ତି। ହଳଦୀ ବସନ୍ତ ପକ୍ଷରେ ସାକ୍ଷ୍ୟ ଦେଉଛନ୍ତି ଗାଙ୍ଗୋଇ, କୋଇଲି ଓ କଜଳପାତି। ବୁଢ଼ା ମାଙ୍କଡ଼ ପକ୍ଷରେ ସାକ୍ଷୀ ଦେବାକୁ ଆସିଛନ୍ତି ପାତି ମାଙ୍କଡ଼ ଓ ଶାଳିଆ ପତ୍ନୀ। ହଳଦୀ ବସନ୍ତ ପାଇଁ କାଉ ଓକିଲାତି କରି ପ୍ରମାଣ କରିଦେଲା ଯେ ମାଙ୍କଡ଼ ଦୋଷୀ। ରାଜା କାଉର ଯୁକ୍ତିକୁ ହୃଦୟଙ୍ଗମ କରି ରାୟ ଦେଲେ, ବୁଢ଼ା ମାଙ୍କଡ଼ ବିନା ଦୋଷରେ ବାରମ୍ବାର ହଳଦୀ ବସନ୍ତର ବସା ଭାଙ୍ଗିଥିବାରୁ ସେ ହିଁ ଦୋଷୀ। ତାକୁ କଠିନ ଦଣ୍ଡ ଦିଆଯିବ। ରାଜାଙ୍କର ରାୟ ଶୁଣି ଚଢ଼େଇମାନେ ଆନନ୍ଦରେ ବୋବେଇ ଉଠିଲେ। ମାତ୍ର ମାଙ୍କଡ଼ ଦୁଇ ଗୋଡ଼ରେ ଠିଆ ହୋଇ ଦୁଇ ହାତ ଯୋଡ଼ି କହିଲା, ଧର୍ମାବତାର, ଆପଣଙ୍କର ଆଦେଶ ଶିରୋଧାର୍ଯ୍ୟ। ମାତ୍ର ଆପଣ କେବଳ ଆଗକୁ ଚାହିଁ ବିଚାର କରିଛନ୍ତି। ଟିକେ ପଛକୁ ଚାହିଁ ବିଚାର କରନ୍ତୁ। କାରଣ ଆଗ ପଛକୁ ଚାହିଁ ବିଚାର ନ କଲେ ବିଚାର ଏକତରଫା ହୋଇଯିବାର ଆଶଙ୍କା ଅଛି। ରାଜା ପଛକୁ ଚାହିଁ ଦେଖିଲେ, ସିଂହାସନ ପଛପଟେ ଗୋଟେ ବିଶାଳ ପାଚିଲା ପଣସ ଥୁଆ ହୋଇଛି। ତାକୁ ଦେଖି ରାଜାଙ୍କର ମନ ଭଳିଗଲା। ସେ ସାଙ୍ଗେ ସାଙ୍ଗେ ବିଚାର ବଦଳାଇ ଦେଇ ରାୟ ଦେଲେ, ପ୍ରକୃତରେ ହଳଦୀ ବସନ୍ତ ହିଁ ଦୋଷୀ। ସେ ହିଁ ଦଣ୍ଡ ପାଇବ। ରାଜା କହିଲେ, ଆରେ ନିର୍ବୋଧ କାକ, ବଳବାନ ଜୀବ, ପୁନଶ୍ଚ ସେ ଶାଖା ମୃଗ ଅଟେ। ତାର ପ୍ରକୃତି ସେ ଗଛର ଡାଳରେ ଡେଇଁବ ହିଁ ଡେଇଁବ। ରାଜା କହିଲେ, ମାଙ୍କଡ଼ ଯେଉଁ ଡାଳରେ ଡେଇଁବ, ହଳଦୀ ବସନ୍ତ ଆଗ ସେ ଡାଳରେ ବସା କରିବ କାହିଁକି? ହଳଦୀ ବସନ୍ତ ହିଁ ଦୋଷୀ। ତାକୁ ଜେଲ ଓ ଜରିମାନା ଦଣ୍ଡ ଉଭୟ ଦିଆଯିବ। ମାଙ୍କଡ଼ ମହା ଆନନ୍ଦରେ ରାଜାଙ୍କୁ ସଲାମ ଠୁଙ୍କି ଡେଇଁ ଡେଇଁ ଦରବାର ତ୍ୟାଗ କଲା। ଚଢ଼େଇମାନେ ନିରାଶ ହୋଇ ନିରୁପାୟ ଭାବେ ଦଳ ବାନ୍ଧି ନୀରବରେ ଫେରିଗଲେ। ରାଜାଙ୍କର ହଠାତ୍ ଏପରି ବିଚାର ବଦଳି ଯିବାର କାରଣ ବିଧିମାନ ସେମାନେ ବୁଝିପାରିଲେ ନାହିଁ। ସେମାନେ ଅଳ୍ପ ଦୂରକୁ ଯାଇଛନ୍ତି କି ନାହିଁ କଜଳପାତି ଦେଖିଲା ଘର ଚଟିଆ ତାର ଟିକି ଟିକି ଡେଣା ଦୁଇଟି ହଲେଇ ତୀର ବେଗରେ ତାଙ୍କର ପଛେ ପଛେ ଛୁଟିଛି। କାରଣ କ'ଣ ଜାଣିବାକୁ ସେ ଅନ୍ୟ ଚଢ଼େଇମାନଙ୍କୁ ଅପେକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଲା। ଘର ଚଟିଆ ଅଣନିଶ୍ୱାସୀ ହୋଇଯାଇଥାଏ। ସେ କହିଲା, ପକ୍ଷୀ ବାହିନୀ ଛୁଟି ଆସିଲେ ରାଜାଙ୍କର ଅଭିମୁଖରେ। ସଭା ଆଗରେ ଥାଏ ଶଙ୍ଖଚିଲ। ସେ ଶଙ୍ଖ ଫୁଙ୍କୁଥାଏ, କିଁ କିଁ କିଁ। ତା ପଛକୁ ଡାମରା କୁଆ ଓ ତାର ଶତ ଶତ କୁଆ ବାହିନୀ। ତା ପଛକୁ ଶହ ଶହ କଜଳପାତି ଓ ତା ପଛକୁ ଦଳକୁ ଦଳ ଅନ୍ୟାନ୍ୟ ପକ୍ଷୀ। ସମସ୍ତେ ଏକା ସାଙ୍ଗରେ ରାଜାଙ୍କର ନଅର ଭିତରେ ପଶିଗଲେ। ଦେଖିଲେ ଭଲ୍ଲୁକ ମହାରାଜ ଶୃଗାଳ ମନ୍ତ୍ରୀଙ୍କ ସହିତ ଏକତ୍ର ବସି ସେ ପାଚିଲା ପଣସଟିକୁ ମହା ଆନନ୍ଦରେ ଖାଇବାରେ ଲାଗିଛନ୍ତି। ଗୁଣ୍ଡୁଚିମୂଷା ମଞ୍ଜି ବାହାର କରି ଖୋସାଟିମାନ ବଢ଼େଇ ଦେଉଛି ଶୃଗାଳ ମନ୍ତ୍ରୀଙ୍କୁ। ଆଉ ସ୍ୱୟଂ ବୁଢ଼ା ମାଙ୍କଡ଼ ଗୋଟି ଗୋଟି କରି ପଣସ ଖୋସା ବଢ଼େଇ ଦେଉଛି ଭଲ୍ଲୁକ ମହାରାଜଙ୍କର ପାଟିକି। ପକ୍ଷୀମାନେ ଏ ଦୃଶ୍ୟ ଦେଖି ଆହୁରି ରାଗିଗଲେ ଓ ମହା କୋଳାହଳ କରି ଲାଞ୍ଚଖିଆ ରାଜା ଓ ମନ୍ତ୍ରୀ ଓ କର୍ମଚାରୀମାନଙ୍କୁ ଖୁମ୍ପିବାରେ ଲାଗିଲେ। କୁଆମାନଙ୍କର ଥଣ୍ଟର ଆଘାତରେ ବୁଢ଼ା ମାଙ୍କଡ଼ ଖଣ୍ଡିଆ ଖାବରା ହୋଇଗଲା। ଶୃଗାଳ ଯେତେ ଲୁଚିଲେ ମଧ୍ୟ ଚିଲମାନଙ୍କର ଆକ୍ରମଣରୁ ରକ୍ଷା ପାଇପାରିଲା ନାହିଁ। ଶେଷକୁ କଜଳପାତି ଭାଗରେ ଭଲ୍ଲୁକ ମହାରାଜ। ତାଙ୍କର ଲୋମସ ଦେହ ଅଳ୍ପ କାଳ ମଧ୍ୟରେ ଲୋମଶୂନ୍ୟ ହୋଇଗଲା। ସମାପ୍ତ।